ବର୍ତ୍ତମାନ ଆମେ ଆଜି ଗୋଟେ ସୁନ୍ଦର ଗପ ଶୁଣିବା। ତାର ନାଁ ହେଲା ଲୋଭ। ପିଲେ ଲୋଭ କେବେ କରିବନି, ଲୋଭରୁ ହିଁ ମୃତ୍ୟୁ। ତେଣୁ ଆସ ସେ ଗପଟିକେ ଶୁଣିବା। ଗୋଟିଏ କୁକୁରଟିଏ ଥିଲା। ସେ କ'ଣ କଲା ଯେ ପାଟିରେ ଖଣ୍ଡେ ମାଂସ ଲଗା ହାଡ଼ ଧରିଥାଏ। ସେ ଗାଁ ଆଡ଼କୁ ପଡ଼ିଥିବା ରାସ୍ତାରେ ଚାଲିଥାଏ। ଆରାମରେ ଲାଞ୍ଜ ଟିକେ ହଲେଇ ହଲେଇ ଗୀତ ଗାଇ ବାଟ ଚାଲୁଥାଏ। ସେଇ ବାଟରେ ଝରଣାଟିଏ ପଡ଼ିଲା, କିନ୍ତୁ ଝରଣା ପାରି ହେବାକୁ କୌଣସି ରାସ୍ତା ନଥାଏ। ସେଥିପାଇଁ ଲୋକେ ଝରଣା ପାରି ହେବା ପାଇଁ ତାପରେ କାଠ ଗଡ଼ଟିଏ ପକେଇଥାନ୍ତି। ଏପଟେ କୁକୁରଟି ତା ଉପରେ ଦେଇ ଝରଣା ପାରି ହେବାକୁ ଲାଗିଲା। ମୁଣ୍ଡ ପାଖରେ ଖରା, ବହୁତ କଷ୍ଟରେ ସେ ତା ଘରକୁ ଯାଉଥାଏ। ଉପରେ ଖରା ଥିବାରୁ ତାର ଛାଇ ଝରଣା ପାଣିରେ ପଡ଼ୁଥାଏ। କିଛି ସମୟ ପରେ ସେ ପାଣିରେ ନିଜ ଛାଇକି ଦେଖୁ ଦେଖୁ ଆଉ ଗୋଟିଏ କୁକୁର ବୋଲି ଭାବିଲା। ଛାଇ କୁକୁରର ପାଟିରେ ଖଣ୍ଡେ ମାଂସ ଲଗା ହାଡ଼ ଥିବା ପରି ସେ ଦେଖାଗଲା। ତେଣୁ ତାକୁ ଦେଖି କୁକୁରର ଲୋଭ ଆସିଗଲା। ଏଣୁ ପିଲାମାନେ କେବେ ଲୋଭ କରିବନି। ସେ ଆଉ ଖଣ୍ଡେ ମାଂସ ଲଗା ହାଡ଼ କିପରି ଖାଇବ ବୋଲି ଭାବିଲା। ଏହାପରେ ହଠାତ୍ ସେ ଭ ଭ କହି ଛାଇ ଆଡ଼କୁ ଭୁକିବାକୁ ଲାଗିଲା। ଭୁକି ଯାଇଥିଲା ଯେ ତା ପାଟିରେ ଗୋଟେ ମାଂସ ଲଗା ହାଡ଼ ଅଛି, ଭୁଲି ଯାଇଥିଲା ସେ ସରି। ହଠାତ୍ ପାଟିରୁ ମାଂସ ଖଣ୍ଡେ ପାଣିରେ ପଡ଼ି ଯାଇଥିଲା। ଫଳରେ ତା ପୁଣି ସ୍ୱର ଭାସିଗଲା। ଲୋଭୀ କୁକୁର ଛାଇ ମାଂସ ଲୋଭରେ ଅସଲ ମାଂସ ମଧ୍ୟ